ଭାରତରେ କଣ୍ଡୋମର ଅଭାବ, ଯୁଦ୍ଧ ପାଇଁ ଭାରତରେ ବଢ଼ିଯିବ କି କଣ୍ଡୋମର ଦର? ଆବଶ୍ୟକ ପଡ଼ିଲେ ବଜାରରେ ଅଭାବ ବି ହୋଇପାରେ। ଆମେରିକା ଇରାନ ଯୁଦ୍ଧ ପାଇଁ ବିଶେଷ ଭାବରେ ପ୍ରଭାବିତ ହେବାକୁ ଯାଉଛି ଏହି ଶିଳ୍ପ। କଣ୍ଡୋମ ପାଇଁ ଆବଶ୍ୟକ କଞ୍ଚାମାଲ ଅଭାବ ପାଇଁ ଏଭଳି ସ୍ଥିତି ଉପୁଜୁଛି। ପ୍ରତିବର୍ଷ ପ୍ରାୟ 400 କୋଟି କଣ୍ଡୋମ ଭାରତ ଉତ୍ପାଦନ କରିଥାଏ, ହେଲେ ଏବେ କଞ୍ଚାମାଲର ଅଭାବ ସାଙ୍ଗକୁ ଉତ୍ପାଦନର ଖର୍ଚ୍ଚ ମଧ୍ୟ ବଢ଼ିଛି। ବିଶ୍ୱ ରାଜନୈତିକ ଦୁଶ୍ଚିନ୍ତା ମଧ୍ୟରେ ଭାରତରେ କଣ୍ଡୋମର ଦର ବଢ଼ିବା ସହିତ ଅଭାବ ହେବାର ଆଶଙ୍କା ଦେଖାଦେଇଛି। ଆମେରିକା ଓ ଇରାନ ସମ୍ପୃକ୍ତ ଚାଲୁଥିବା ସଂଘର୍ଷ ସପ୍ଲାଏ ଚେନ୍କୁ ପ୍ରଭାବିତ କରିପାରେ, ଯାହାର ପ୍ରଭାବ ସେକ୍ସୁଆଲ ୱେଲନେସ୍ ଶିଳ୍ପ ଉପରେ ପଡ଼ିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ କଣ୍ଡୋମ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲର ଅଭାବ ଏହି ସମସ୍ୟାର ମୁଖ୍ୟ କାରଣ। ବିଶେଷ କରି ସିଲିକନ ଅଏଲ, ଯାହା ଲୁବ୍ରିକେସନ ପାଇଁ ବ୍ୟବହୃତ ହୁଏ, ତାହାର ସପ୍ଲାଏ ବର୍ତ୍ତମାନ ବିକ୍ଷିପ୍ତ ହୋଇଛି। ହରମୁଜ ଷ୍ଟ୍ରିଟ୍ ମାଧ୍ୟମରେ ଯାଉଥିବା ବ୍ୟାପାରିକ ମାର୍ଗ ପ୍ରଭାବିତ ହେବାରୁ ଭାରତକୁ ଆବଶ୍ୟକ ସାମଗ୍ରୀ ଆସିବାରେ ବାଧା ସୃଷ୍ଟି ହେଉଛି। ଭାରତର କଣ୍ଡୋମ ଶିଳ୍ପର ମୂଲ୍ୟ ପ୍ରାୟ 8,000 କୋଟି ଟଙ୍କା ଏବଂ ପ୍ରତିବର୍ଷ ପ୍ରାୟ 400 କୋଟି କଣ୍ଡୋମ ଉତ୍ପାଦନ କରାଯାଇଥାଏ। କିନ୍ତୁ ବଢୁଥିବା କଞ୍ଚାମାଲର ମୂଲ୍ୟ ଓ ସପ୍ଲାଏର ସମସ୍ୟା ଏବେ ଉତ୍ପାଦନ ଓ ଦର ଉପରେ ଚାପ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।